ବିଲକୁ ଗଲେନି ମନ୍ତ୍ରୀ, ରାସ୍ତା ଉପରେ ଛିଡ଼ା ହୋଇ ପଳାଇଲେ। ଦୁଃଖ ଦେଇ ଚାଲିଗଲେ ମନ୍ତ୍ରୀ। ସହଯୋଗର ହାତ ବଢ଼ାଇବାକୁ ଆସିଥିଲେ, ହେଲେ ଅପମାନ ଦେଇ ଚାଲିଗଲେ। ଅଦିନିଆ ବର୍ଷାରେ ଭାଙ୍ଗି ପଡ଼ିଥିବା ଚାଷୀଙ୍କୁ ସାହାରା ନ ଦେଇ ବେସାହାରା କରି ଚାଲିଗଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅଦିନିଆ ବର୍ଷାରେ କ୍ଷୟକ୍ଷତିର ଆକଳନ ନାଁରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗସ୍ତ କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କିନ୍ତୁ ନା ବିଲକୁ ଯାଇ କ୍ଷତି ଦେଖିଲେ, ନା ଫସଲ ହାନି ଯୋଗୁଁ ମୃତ ହୋଇଥିବା ଚାଷୀଙ୍କ ପରିବାରକୁ ଭେଟିଲେ, ଯାହା ଚାଷୀଙ୍କ ମନରେ ଆଘାତ ଦେଇଛି। ଯଦି ମନ୍ତ୍ରୀ ଆମ ଦୁଃଖରେ ଭାଗିଦାର ହେବା ପାଇଁ ଆସିଥିଲେ, ତାହେଲେ କାହିଁକି ଏମିତି ବ୍ୟବହାର କଲେ ବୋଲି ପ୍ରଶ୍ନ କରୁଛନ୍ତି ଚାଷୀ। ଯୋଗାଣ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗତକାଲି କୃଷ୍ଣଚନ୍ଦ୍ର ପାତ୍ର ବିଞ୍ଝାରପୁରର କପିଲା ପଞ୍ଚାୟତ ଯାଇଥିଲେ। ସ୍ଥାନୀୟ ଲୋକେ କହିଛନ୍ତି, ମନ୍ତ୍ରୀ ଗୋଟିଏ ସ୍ଥାନରେ ରାସ୍ତା ଉପରେ ଛିଡ଼ା ହୋଇ ଚାଲି ଯାଇଥିଲେ। ବିଲକୁ ଯାଇ ଉଜୁଡ଼ା କ୍ଷେତ ଦେଖିବାକୁ ଚାଷୀମାନେ ଅନୁରୋଧ କରିଥିଲେ ବି ତାଙ୍କୁ ଏଡ଼ାଇ ଦେଇଥିଲେ ମନ୍ତ୍ରୀ। ଏପରିକି ଫସଲ ହାନି ଯୋଗୁଁ ବିଲରେ ଟଳି ପଡ଼ିଥିବା ଚାଷୀ ମଣିରାମ ମହାନ୍ତିଙ୍କ ପରିବାରକୁ ବି ଭେଟିଲେ ନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଦିନିଆ ବର୍ଷାରେ ଫସଲ ହାନି ଦେଖି କିଛି ଦିନ ତଳେ ନିଜ ବିଲରେ ହିଁ ଟଳି ପଡ଼ିଥିଲେ ମଣିରାମ ମହାନ୍ତି।